ଆପଣ जो प्रश्न पचारे पाढ़ी बाबू कहले जे इनक्यास ହେଇନି ଟଙ୍କା ଗାଡି ବି ପିୟୁଷଙ୍କ ପାଖରେ ଅଛି ମୁଁ ଯେତେବେଳେ 5 ବର୍ଷ ପାଇଁ ଅନୁमोदित ହେଇଛି ତାର ତ ପୁଣି କିଛି ଅଗ୍ରିମ ଟଙ୍କା ଥିବ ନା ନାଇଁ ମାଲିକ ଜମା ବଦଳିବେନି ମାଲିକ ଜମା ବଦଳିବେନି ଯଦି ଆମେ ମାଲିକଙ୍କୁ ବଦଳାଇବା ପାଇଁ ଚେଷ୍ଟା କରିବା ମାଲିକ ବଦଳିଯିବେ ମୁଁ ଦମ୍ଭିଲା ଜମା ବି ଯାହା ପାଖରେ ପଇସା ଥାଏ ଯଦି ସିଏ ଦମ୍ଭିଲା ତାହେଲେ ଆମେ କହିବା ଯେ ପିୟୁଷ ତ୍ରିପାଠୀ ଦମ୍ଭିଲା ମୋର ତ ଆଉ କୋଉ ବାଟରୁ ପଇସା ଆଣିବାର ନାହିଁ ଆଉ କୋଉ ବିବାଦ ମତେ ଘୋଡେଇବ ଆସିବନି କାହିଁକି ନା ମାଲିକ ମାନେ ଏକାଠି ହେଇ ସାରିଛନ୍ତି ମୁଁ ଜାମ୍ବବାନ ହେବି କିନ୍ତୁ ସମସ୍ତେ ମାଲିକ ଆଖି ଖୋଲିବ ନିହାତି ନିହାତି ବିବାଦ ଦୁଇଟା ଜାଗାକୁ ନିଏ ଗୋଟେ ନଷ୍ଟ ଦିଗକୁ ନିଏ ଗୋଟେ ଭଲ ଦିଗକୁ ନିଏ ଯଦି ଆମେ ଏ ଜିନିଷଟିକୁ ଭଲ ଦିଗକୁ ଟାଣି ନେବା ଏଇଟା ଯାତ୍ରା ଜଗତ ପାଇଁ ଗୋଟେ ବହୁତ ସୁବର୍ଣ୍ଣ ଦିନ ଆସିବ ଆଜ୍ଞା ଉତ୍ତର କିଛି ବି ଦେଇନି ଉତ୍ତର କିଛି ଦେଇନି କାହିଁକି ନା ଚିଠିରେ ଲେଖା ଥିଲା କର୍ମକ୍ଷେତ୍ରରେ ଯୋଗ ଦେବା ପାଇଁ 20 ତାରିଖ ଆପଣଙ୍କର ଆଖଡ଼ା ପୂଜା ଆପଣଙ୍କର 24-25 ମସିହା ପାଇଁ କାର୍ଯ୍ୟ ବର୍ଷ ସରିଯାଇଛି 25-26 ପାଇଁ ଯେଉଁ ନୂଆ ବର୍ଷ ଆସୁଛି ସେଥିପାଇଁ ଆପଣ ଆଖଡ଼ାରେ ଯୋଗ ଦେଇ ଆପଣଙ୍କ କାର୍ଯ୍ୟ ସୁଚାରୁ ରୂପରେ ତୁଲେଇବେ ଏଇଟା ତାଙ୍କର ଦାୟିତ୍ୱ ଯେହେତୁ ମୁଁ ତାଙ୍କ କଳାକାର ମୁଁ ତାଙ୍କ ଅନୁଷ୍ଠାନରେ ଥିଲି ଏଇଟା ତାଙ୍କ ଦାୟିତ୍ୱ ସିଏ ମୋତେ ପଠେଇଛନ୍ତି କିନ୍ତୁ ଘଟଣା ରହିଯାଇଛି ଏଠି ଯେ ଯେତେବେଳେ ଜାଣିଥିଲେ ଯେ ମାଲିକ ସଂଘ ବ୍ୟାନ୍ କରିଛି ସେଟା କାହିଁକି ସେ ପଠେଇଛନ୍ତି କାହିଁକି ପଠେଇଛନ୍ତି ମୋ ଅପେକ୍ଷା ବାବୁ ବେଟର ଦେଇପାରିବେ ବ୍ୟାନ୍ କରିନାହାନ୍ତି ବ୍ୟାନ୍ ତ ମୁଁ ତ କହିନି ମୋତେ କେବେ ବ୍ୟାନ୍ କରିଛନ୍ତି ହଁ ମୁଁ ଯଦି ଆସିବି କୁଆଡ଼େ ଯିବି ସେ ନିଷ୍ପତ୍ତିଟା ମାଲିକ ମାନେ ଦେବେ ନା ମୁଁ ମୋ ନିଷ୍ପତ୍ତି ନେଇଥିଲି ଦେଖନ୍ତୁ ମୁଁ ଯେତେବେଳେ ସୂର୍ଯ୍ୟ ମନ୍ଦିରରେ ଥିଲି ଗୋଟେ ପାର୍ଟି ଛାଡ଼ିବା ପାଇଁ ହେଲେ ଗୋଟେ ମାଲିକଙ୍କୁ ଭୁଲ ଦେବା ପାଇଁ ପଡ଼େ ଯେ ଆପଣଙ୍କର ଏଇ ଭୁଲ ପାଇଁ ମୁଁ ଆପଣଙ୍କ ଅନୁଷ୍ଠାନରେ ରହିବି ନାହିଁ ଯେଉଁଟାକି ମୁଁ କାଳିଆ ବାବୁଙ୍କୁ ଦେଇପାରିଲି ନାହିଁ ମୁଁ ଯେତେବେଳେ ସୂର୍ଯ୍ୟ ମନ୍ଦିରରେ ଥିଲି ମୁଁ କେବେ କାଳିଆ ବାବୁଙ୍କୁ ଗୋଟେ ଛୁଞ୍ଚି ପରିମାଣରେ ବି ଭୁଲ ଦେଇପାରିବି ନାହିଁ ତାଙ୍କର କୌଣସି ମୋ ଛାଡ଼ିବା କେସ୍ରେ ତାଙ୍କର କୌଣସି ଭୁଲ ନାହିଁ ମୋର ନିଜସ୍ୱ ଅଭିମାନ ମୋର ନିଜସ୍ୱ କଥାକୁ ନେଇକି ମୁଁ ପାର୍ଟି ଛାଡ଼ିବା ପାଇଁ ଭାବିଲି ଆଜ୍ଞା ନା ଯାତ୍ରା ଜଗତ ଶୃଙ୍ଖଳିତ ହେବା ପାଇଁ ହେଲେ ମାଲିକ ସଂଘଙ୍କ ନିଷ୍ପତ୍ତିଟାକୁ ମାନି ନେବାକୁ ପଡ଼ିବ ଏବଂ ନିଜକୁ 26-27 ପାଇଁ ପ୍ରିପେୟାର କରିବା ପାଇଁ ପଡ଼ିବ ମୁଁ ସେୟା କଥା ଭାବୁଥିଲି ଏବେ ଯାଏ ସେ ପ୍ରଶ୍ନ ଆସିନି କ'ଣ ଆପଣ ଯେଉଁ ପ୍ରଶ୍ନ ପଚାରିଲେ ପାଢ଼ୀ ବାବୁ କହିଲେ ଯେ ଇନକ୍ୟାସ୍ ହେଇନି ଟଙ୍କା ଗାଡ଼ି ବି ପିୟୁଷଙ୍କ ପାଖରେ ଅଛି ମୁଁ ଯେତେବେଳେ 5 ବର୍ଷ ପାଇଁ ଅନୁମୋଦିତ ହେଇଛି ତାର ତ ପୁଣି କିଛି ଅଗ୍ରିମ ଟଙ୍କା ଥିବ ନା ନାହିଁ ତେଣୁ ଯେତେବେଳେ ମୁଁ 5 ବର୍ଷ ପାଇଁ ଅନୁମୋଦିତ ହେଇଛି ତ 5 ବର୍ଷ ଭିତରେ ହିଁ ଗାଡ଼ିର ଲୋନ୍ ସୁଝିଯିବ 5 ବର୍ଷ ଭିତରେ ହିଁ ସବୁ କାମ ହେବ ତ ମୁଁ କାହିଁକି ଗାଡ଼ି ପଇସା ଯଦି ବି ଆପଣ କହୁଛନ୍ତି ଆଜ୍ଞା 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 ମୋର ଆଗରୁ ବି ନଥିଲା ଯେଉଁମାନେ ମାଲିକ ଯାହା ଯିଏ ଟଙ୍କା ଦେଲେ ମୁଁ ଘର ଚଳ ତାଙ୍କ ସାଙ୍ଗରେ ଝାମେଲା କାହିଁ କରିବି ବାସ୍ ଆପୋଷ ବୁଝାମଣା ଯାହା ହେଇପାରିଲା ଯେତେବେଳେ ନ ହେଇପାରିଲା ଆପଣ ଜାଣିଲେ ସେଠି ତ ବଡ଼ ଲୋକଙ୍କୁ ଉତ୍ତର ନାହିଁ ସ୍ୱର୍ଗକୁ ନିଶୁଣି ନାହିଁ ତେଣୁ ନିଜେ ନୀରବ ରହିଯିବାଟା ବେଟର ଲୋକେ ଦେଖିବେ ଆପଣ 26-27 ନିହାତି ସିଂହ ବାହିନୀରେ ଗୋଟେ ବର୍ଷରେ ଯାତ୍ରା ପଡ଼ିଆ ଆଜ୍ଞା ବନ୍ଦ ହେଇଯାଉଛି ଆପଣ 5 ବର୍ଷ ପର୍ଯ୍ୟନ୍ତ କେମିତି ଗୋଟେ ରିସ୍କ ନେଲେ କେମିତି ଏଗ୍ରିମେଣ୍ଟ କରେଇଛନ୍ତି 5 ବର୍ଷ ଯାଏଁ କ'ଣ ଗ୍ୟାରେଣ୍ଟି ଅଛି 5 ବର୍ଷ ଯାଏଁ ପାର୍ଟି ରହିବ ବୋଲି କାହିଁ ରହିବନି ଯାତ୍ରା ପାର୍ଟି ରହିବ ଯଦି ମାଲିକ ଚେଞ୍ଜ ହେଇଯାନ୍ତି ମାଲିକ ଜମା ବଦଳିବେନି ଯଦି ଆମେ ମାଲିକଙ୍କୁ ବଦଳାଇବା ପାଇଁ ଚେଷ୍ଟା କରିବା ମାଲିକ ବଦଳିଯିବେ ଯଦି ଆମେ ସାମ୍ନା ଲୋକକୁ ଉତ୍ତମ ସମ୍ମାନ ଦେଇ ନିଜର ଯୋଗ୍ୟତା ବୁଝି ସେତିକି ଦୂରତା ରଖି ତାଙ୍କଠୁ ଆମେ ଉଚିତ ବାଟରେ ଯିବା କେବେ କେଉଁ ଅନୁଷ୍ଠାନ ଭାଙ୍ଗିବନି ଲସ୍ ହେଇପାରେ କିନ୍ତୁ କେଉଁ ଅନୁଷ୍ଠାନ କେବେ ଭାଙ୍ଗିବନି କାହିଁକିନା ଯେଉଁ ମାଲିକ ଝାଳବୁଆ ଧନରେ ଅନୁଷ୍ଠାନଟିଏ କରିଛନ୍ତି 200 ପରିବାର ପାଇଁ ସେ କେବେ ଚାହିଁବେ ଅନୁଷ୍ଠାନ ଭାଙ୍ଗିଯାଉ 200 ପରିବାର ଘରକୁ ଯାଆନ୍ତୁ ମୁଁ ନିନ୍ଦାର ପାତ୍ର ହେବି ସେ କେବେ ଚାହିଁବେନି ମାଲିକ ସବୁବେଳେ ଚାହିଁବେ ଆମର ପର୍ଯ୍ୟନ୍ତ ଲସ୍ ହଉ 200 ପରିବାର ବଞ୍ଚନ୍ତି ଏତେ ବିବାଦ ପରେ କେବେ ଚାହିଁଛନ୍ତି ପିୟୁଷ ମୁଁ ଗୋଟେ ନିଜେ ପାର୍ଟି କରନ୍ତି ମାଲିକ ହୁଅନ୍ତି ଆଉ ମାଲିକ ସଂଘରେ ଇଏ କରନ୍ତିନି ଚାନ୍ସ ନାହିଁ କାହିଁକି ମାଲିକ ହେବା ପାଇଁ ଗୋଟେ ସ୍ୱତନ୍ତ୍ର ଜିଲ୍ ତାର ଗୋଟେ ମନ ଭିତରେ ସେତିକି ଦମ୍ଭ ଥିବା ଦରକାର ଯେଉଁଟା ମୋ ଭିତରେ ନାହିଁ ତେଣୁ ମାଲିକ ନିଜେ ଯାତ୍ରା ପାର୍ଟି ମୁଁ ଦମ୍ଭିଲା ଜମା ନୁହଁ ବି ନାହିଁ ପଇସା ଅଛି ଆଜ୍ଞା ପଇସା ଅଛି ଯାହା ପାଖରେ ପଇସା ଅଛି ସେ କ'ଣ ଦମ୍ଭିଲା ପଇସା ଅଛି କିନ୍ତୁ ଦମ୍ଭିଲା ନୁହନ୍ତି ବୋଲି କରୁନାହାନ୍ତି ଯାହା ପାଖରେ ପଇସା ଥାଏ ଯଦି ସିଏ ଦମ୍ଭିଲା ତାହେଲେ ଆମେ କହିବା ଯେ ପିୟୁଷ ତ୍ରିପାଠୀ ଦମ୍ଭିଲା ଭାଇ ତାହେଲେ ବେଡ୍ ବୟ ଲେଖା ହେଉଛି ଗାଡ଼ିରେ ଆଜ୍ଞା
ପିୟୁଷ ଲେଖୁଛନ୍ତି କିନ୍ତୁ ହୃଦୟରେ କିନ୍ତୁ ଗୁରୁବାର ଯାହା ପ୍ରମାଣ କଲା ଆପଣ ନାଇଁ ସେମିତି କିଛି ନାହିଁ ବେଳବେ କାମ ବି ଚାଲେ ତା ସାଙ୍ଗରେ ଯୋଉଟା ଉଚିତ କଥା ବି କହିବା ପାଇଁ ପଡ଼େ ଏଇ ତ ଜୀବନ। ଆଚ୍ଛା ଏଇ ଯୋଉ ଗୋଟେ ବର୍ଷରେ ଏତେ ଜିନିଷରେ ଛନ୍ଦି ହେଲା ପରେ ବି ଆପଣ 5 ବର୍ଷ ପାଇଁ ଏଗ୍ରିମେଣ୍ଟ କେମିତି କରୁଛନ୍ତି ଯଦି 5 ବର୍ଷରେ ପୁଣି ଆହୁରି ବଡ଼ ଇଏରେ ଛନ୍ଦି ହେବେନି ବୋଲି ଡର ଲାଗୁନି? ଛନ୍ଦି ହେବି ନାହିଁ ବୋଲି 5 ବର୍ଷ ଏଗ୍ରିମେଣ୍ଟ କଲି କେମିତି କହିପାରିବେ? କାହିଁକି ଛନ୍ଦି ହେବି ମୋର ଆଉ କେଉଁ ବାଟରୁ ପଇସା ଆଣିବାର ନାହିଁ ମୋର ତ ଆଉ କେଉଁ ବାଟରୁ ପଇସା ଆଣିବାର ନାହିଁ ଆଉ କେଉଁ ବିବାଦ ମୋତେ ଗୋଡ଼େଇବ ଏଇ ପାଟରେ ରହିକି ଆଉ କେଉଁ ପାଟରୁ ପଇସା ତୁଳସୀରେ ଥିଲି ତୁଳସୀରୁ ଯେତେବେଳେ ସୂର୍ଯ୍ୟ ମନ୍ଦିର ଆସିଲି ପଇସା ନେଇକି ସିଏ ଗୋଟେ ବିବାଦ ଗୋଡ଼େଇଥିଲା ସେତେବେଳେ ହେଇ ପୁଣି ବର୍ଷେ ପରେ ଏଇ ବିବାଦ ଗୋଡ଼େଇଲା ମୁଁ ଜାଣିଲି ଯେ ବିବାଦଟା ଏଇ ପାର୍ଟି ବଦଳେଇବାକୁ ନେଇକି ହେଉଛି ତେଣୁ ଯଦି ପାର୍ଟି ବଦଳେଇବା ବନ୍ଦ କରିଦିଆଯିବ ହୁଏତ ବିବାଦ କିଛି ମାତ୍ରାରେ ଦୂରେଇ ଯିବ ଆପଣ ଯଦି ଚାହିଁବେ ଯେ ବହୁତ ଦିନ ହେଲା ବିବାଦ ହେଇନି ଗୋଟେ କ'ଣ ବିବାଦ ହଉ ତ ନିହାତି ହେବ ବିବାଦ ହେବନି କାହିଁକି ଏବେ ତାହେଲେ ଚଳିବେ କେମିତି ପିୟୁଷ ତ୍ରିପାଠୀ? ଗୋଟେ କଳାକାରକୁ ଚଳିବା ପାଇଁ ବହୁତ ବାଟ ଅଛି ଗୋଟେ କଳାକାର ଚାହିଁଲେ ବହୁତ ପନ୍ଥାରେ ବଞ୍ଚିପାରିବେ ବର୍ଷେ ପର୍ଯ୍ୟନ୍ତ ଯାତ୍ରା ବନ୍ଦ କରିବେନି ଯାତ୍ରା ଆଜ୍ଞା ତାହେଲେ ରୋଜଗାର ପନ୍ଥା କ'ଣ ରଖିବ? ଅଛି ରୋଜଗାର ପନ୍ଥା ନାହିଁ କାହିଁକି 5 ବର୍ଷ ଭିତରେ ଆଉ କିଛି ଭୁଲ କରିବେନି ଯୋଉ 5 ବର୍ଷ ପର୍ଯ୍ୟନ୍ତ ସିଂହବାହିନୀ ଏଗ୍ରିମେଣ୍ଟ ଚେଷ୍ଟା କରିବି ଏମିତି କିଛି ଭୁଲ ନ କରେ ଯେଉଁଥିପାଇଁ କି ଯାତ୍ରା ଜଗତ ନିନ୍ଦିତ ହେବ ଯାତ୍ରା ଜଗତ ଲଜ୍ଜିତ ହେବ ଜନମାନସରେ ସମାଲୋଚିତ ହେବ କି ମୋ ପାଇଁ ମୋର ମାଲିକ ମୋର ସହକଳାକାରମାନେ ଆପଣ ଦେଖିଥିବେ ଶେଷ ଦିନ ସହକଳାକାରମାନେ କେତେ ଦୁଃଖ ପ୍ରକାଶ କରୁଥିଲେ ମୋ ପାଇଁ ଏ ସମସ୍ତେ କେହି କଷ୍ଟ ନ ପାଆନ୍ତୁ ସମସ୍ତେ ଭଲରେ ରୁହନ୍ତୁ ମୁଁ ମଧ୍ୟ ଭଲରେ ରହିବି ସମସ୍ତେ ଭଲରେ ରହିବେ। ଭାଇ ଆଉ ଗୋଟେ ପ୍ରଶ୍ନ 25-26 ପାଇଁ ଯୋଉ ଏଗ୍ରିମେଣ୍ଟ ହେଇଛି ତା ଭିତରେ ଯଦି ଅଧିକା ଅଫର ଆସିଲା 26-27 ପାଇଁ ଯୋଉ ଅଫର ହେଇଛି 26 ଯୋଉ 5 ବର୍ଷ କଲେ 26 ଯଦି ୟା ଭିତରେ କୋଉ ବଡ଼ ଅଫର ଆସିଲା ଫେର ଅଲଗା ପାଖକୁ ପଳେଇବେ ବଡ଼ ଅଫର ଆଉ ଆସିବନି ଯଦି ଆସିଲା ଆସିବନି କାହିଁକିନା ମାଲିକମାନେ ଏକାଠି ହେଇ ସାରିଛନ୍ତି ସେମାନେ ଗୋଟେ ଗାଇଡ଼ଲାଇନ୍ ତିଆରି କରୁଛନ୍ତି ମୋ ପାଖରେ ଯେତିକି ଖବର ଅଛି ମାଲିକମାନେ ଗୋଟେ ଗାଇଡ଼ଲାଇନ୍ ତିଆରି କରୁଛନ୍ତି ଯେଉଁ ଗାଇଡ଼ଲାଇନ୍ ମୋତେ ମଧ୍ୟ ମାନିବା ପାଇଁ ପଡ଼ିବ ଯେତେବେଳେ ମାଲିକ ସଂଘରେ ଏତେ ବଡ଼ ନିଷ୍ପତ୍ତିକି ନେଇକି ଘରେ ରହିଲି ତ ଗାଇଡ଼ଲାଇନ୍ ମାନିବାକୁ ପଡ଼ିବ ନିହାତି ଗାଇଡ଼ଲାଇନ୍ ମାନିବା ପାଇଁ ପଡ଼ିବ ନା ମୋର ସେମିତି କିଛି ଇସ୍ୟୁ ବି ନଥିଲା ସୂର୍ଯ୍ୟ ମନ୍ଦିର ଛାଡ଼ିବା ପାଇଁ ଗୋଟେ ଛୋଟିଆ ଇସ୍ୟୁ ପାଇଁ ଯେଉଁ ଭୁଲଟା ହେଲା ସେଥିପାଇଁ ତ ଘରେ ରହିଗଲି ଗୋଟେ ବର୍ଷ ସୂର୍ଯ୍ୟ ମନ୍ଦିରରେ କାମ କଲି ଗୋଟେ ବର୍ଷ ଘରେ ରହିଲି 2 ବର୍ଷ କମ୍ପ୍ଲିଟ୍ ହେଇଗଲା ତାପରେ 5 ବର୍ଷ ପାଇଁ କାମ କରିବି ସିଂହବାହିନୀ ଗୋଟେ ଚଳଚ୍ଚିତ୍ର ରାବଣ ଯୋଉଥିରେ ଅନୁଭବ ମହାନ୍ତି ଥିଲେ ଏବଂ ଆପଣ ବି ଆସିବାର ଥିଲା ଏବେ ସେ ଚଳଚ୍ଚିତ୍ର ନେଇ କିଛି ଆଲୋଚନା ହେଲାଣି ଏ ବର୍ଷେ ଆପଣ ଘରେ ବସିବେ ବର୍ତ୍ତମାନ ସେ ଚଳଚ୍ଚିତ୍ରରେ କିଛି କାମ ହବ କି ସେଇଭଳି କିଛି ଆଲୋଚନା କଲେ? ରାବଣ ବୋଲି ତ ନାଁ କୋଉଠି ଡିକ୍ଲେୟାର ହେଇନି ଯାହା ଆମେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହଉଥିଲା ଚର୍ଚ୍ଚାକୁ ନେଇ କ'ଣ ଅଛି ଭାଇଙ୍କ ସାଙ୍ଗରେ କାମ କରିବି ସେଇଟା ହେଉଛି ମୋ ପାଇଁ ଭାଗ୍ୟ ସେଇଟା ଯେଉଁ ବାପା ଛାତ ଉପରେ ରଙ୍ଗ କାମ ହେଉଛି ସେଇଠି ଅଛନ୍ତି ତ ଅବଭିୟସଲି ଖୁସି ହିଁ ଥିବି ଆଜ୍ଞା ତାହେଲେ ରାବଣକୁ ଯାଉନାହାନ୍ତି ଆପଣ? ନା ସେମିତି କିଛି ନାହିଁ ମୁଁ ଭାଇଙ୍କ ସାଙ୍ଗରେ କାମ କରିବା ପାଇଁ ଚାହେଁ ମୋ ଭାଇଙ୍କର ଗୋଟେ ଡାଇ ହାର୍ଟ ଫ୍ୟାନ୍ ମୋ ଭାଇଙ୍କ ସାଙ୍ଗରେ କାମ କରିବା ପାଇଁ ଚାହେଁ ସେତିକିରେ ମୁଁ ବହୁତ ଖୁସି ହଁ ମାର୍ଥ ସାଙ୍ଗ ସାଙ୍ଗରେ ଯୋଗାଯୋଗରେ ଅଛି ଆଗେ ବିବାଦ ଦୂର ହେଲେ ତ କ'ଣ ଗୋଟେ କରିବା କ'ଣ ମୁଁ ତ ମୋବାଇଲ ଖୋଲିକି ୟୁଟ୍ୟୁବ ଖୋଲା ବେଳକୁ ପ୍ରଥମେ ମୋରି ଫଟୋ ୟୁଟ୍ୟୁବରେ ମୋତେ ଆଜ୍ଞା ମୁଁ ଜାମ୍ବବାନ ହେବି ଭାଇ ଶମ୍ଭୁ ଚଳଚ୍ଚିତ୍ର ମଧ୍ୟ ଆସୁଛି ଆଜ୍ଞା ଆଚ୍ଛା ପ୍ରତି ସୋସିଆଲ ମିଡ଼ିଆରେ ସମସ୍ତେ ପିୟୁଷଙ୍କ ନାଁ ନେଇକି କାହିଁକି ଆଗେ ଥମ୍ବନେଲ୍ ହଉ ଟାଇଟଲ୍ ହଉ ସବୁଥିରେ ପିୟୁଷଙ୍କ ନାଁ କାହିଁକି? ସେଇଟା ହେଉଛି ଦେଖିବାକୁ ମିଳୁଛି ଯେ ଫେରିଲେ ପିୟୁଷ ଆସିଲେ ପିୟୁଷ ଏଇ ଯାତ୍ରାକୁ ଗଲେ ପିୟୁଷ ଏଇଟା ହେଉଛି ଆଖଡ଼ାରେ ପହଞ୍ଚିଲେ ଆଖଡ଼ାରେ ପହଞ୍ଚିଲେ ଆଗରେ ପଳେଇଲେ ନଡ଼ିଆ ବାଡ଼େଇଲେ ଏଇଟା ହେଉଛି ଏଇଟା ମୋ ଆଜି ବି ପ୍ରତି ଭାଇ ମୁଁ ଦେଖିଛି ଫେରିଲେ ପିୟୁଷ ଏଇଟା ମୋ ପ୍ରତି ଭାଇମାନଙ୍କର ଭଲ ପାଇବା ଦର୍ଶକମାନଙ୍କର ଭଲ ପାଇବା ଯେଉଁମାନେ କି ଅତି ସହଜରେ ଗ୍ରହଣ କରିପାରୁନାହାନ୍ତି ମୁଁ ଘରେ ରହିଯାଏ ବୋଲି ତେଣୁ ସେମାନଙ୍କୁ ନିହାତି ବହୁତ ଅନ୍ତରରୁ ଧନ୍ୟବାଦ ଦେବି ଯେ ସବୁବେଳେ ଯାତ୍ରା ଦେଖଉଥିଲେ ବର୍ତ୍ତମାନ ଯାତ୍ରା ଦେଖିବା ପାଇଁ ଯିବେ କି? ଚେଷ୍ଟା କରିବି ଯେହେତୁ ବର୍ଷେ ଘରେ ରହିବି ଚେଷ୍ଟା କରିବି ଯାତ୍ରା ଦେଖିବା ପାଇଁ ଦର୍ଶକ ତାହେଲେ ହେବେ ଆପଣ ନିହାତି ସିଂହବାହିନୀ ଦେଖିବାକୁ ଯିବେ ନା ସୂର୍ଯ୍ୟ ମନ୍ଦିର ବି ଦେଖିବି ସିଂହବାହିନୀ ବି ଦେଖିବି ତୁଳସୀ ଦେଖିବି ରଙ୍ଗମହଲ ଦେଖିବି ଭାଇ ଆପଣ ଟିକଟ ପଡ଼ିବ ନା ଏମିତି ଯିବେ? ଟିକଟ ମୋଠୁ ନେବେ ନା ଏଇଟା ଗୋଟେ କଥା